ଆପଣ କେହି ଭାବିଛନ୍ତି କି ଏହି ବିଶାଳ ବ୍ରହ୍ମାଣ୍ଡ କିପରି କାମ କରୁଛି? ସବୁକିଛି ଏତେ ସଠିକ୍ ଭାବରେ କେମିତି ହୋଇପାରୁଛି? ପ୍ରକୃତି ନିୟମରେ କେବେ କୌଣସି ଭୁଲ କାହିଁକି ହୁଏ ନାହିଁ? ଏସବୁ କ'ଣ ପ୍ରକୃତିରେ କୌଣସି ଅଦୃଶ୍ୟ ଶକ୍ତିର କାର୍ଯ୍ୟ? କ'ଣ ଏହା ପଛରେ ପ୍ରକୃତିରେ କୌଣସି ଈଶ୍ୱର ଶକ୍ତି ଅଛି କି? କିଛି ଅଲୌକିକ ଶକ୍ତି ଅଛି କି? ନା ବାସ୍ତବତା ଆଉ କିଛି ଅଟେ? ଆଜି ଏହି ସତ୍ୟକୁ ବୁଝିବା, କାରଣ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ବିଷୟ ଆଣିଛୁ ଯାହା ବ୍ରହ୍ମାଣ୍ଡର ଗଭୀରତମ ରହସ୍ୟକୁ ଖୋଲିଦେବ। ଆଉ ଏହି ଜ୍ଞାନ ଏକ ପୁସ୍ତକରୁ ପ୍ରକାଶିତ ଅଟେ ଏବଂ ଏ ପୁସ୍ତକକୁ କସ୍ମସ୍ ବା ବ୍ରହ୍ମାଣ୍ଡ ବୋଲି କୁହାଯାଏ। କସ୍ମସ୍ କେବଳ ଏକ ବିଜ୍ଞାନ ପୁସ୍ତକ ନୁହେଁ, ଏହା ଆମ ଅସ୍ତିତ୍ୱର ସତ୍ୟ କାହାଣୀ ଅଟେ। ସେଥିପାଇଁ ଏ ପୁସ୍ତକଟି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ବିଶ୍ୱର ଅନେକ ଭାଷାରେ ଏହାର 50 ଲକ୍ଷରୁ ଅଧିକ କପି ବିକ୍ରି ହୋଇଛି। ଏହି ଅନ୍ତର୍ଜାତୀୟ ବେଷ୍ଟ ସେଲର ପୁସ୍ତକଟି ଆମେରିକୀୟ ବୈଜ୍ଞାନିକ କାର୍ଲ ସାଗାନଙ୍କ ଦ୍ୱାରା ଲେଖାଯାଇଥିଲା, ଯିଏକି ଆଧୁନିକ ବିଜ୍ଞାନର ସବୁଠାରୁ ପ୍ରଭାବଶାଳୀ ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ। ସେହି କାର୍ଲ ସାଗାନ, ଯିଏକି ନାସା ସହିତ ମିଶି ବ୍ରହ୍ମାଣ୍ଡର ମାନଚିତ୍ରକୁ ବୁଝିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହି ବୈଜ୍ଞାନିକ ଯିଏ ନାସା ସହିତ ମିଶି ପୃଥିବୀ ବାହାରେ ଜୀବନ ଖୋଜିବାକୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ ଏବଂ ସେହି ରହସ୍ୟବାଦୀ ଯିଏ ବିଶ୍ୱକୁ ବିଶ୍ୱାସ କରାଇଥିଲେ ଯେ ଆମେ ଷ୍ଟାର ଡଷ୍ଟରୁ ତିଆରି। ଏହି ପୁସ୍ତକ ଆମକୁ କୁହେ ଯେ ଆମେ କିଏ, ଆମେ କେଉଁଠାରୁ ଆସିଛୁ ଏବଂ ଏହି ଅସୀମ ବ୍ରହ୍ମାଣ୍ଡରେ ଆମର ପ୍ରକୃତ ସ୍ଥାନ କ'ଣ। ତାଙ୍କ ଅନୁସାରେ ବ୍ରହ୍ମାଣ୍ଡ କେବଳ ବାହାରେ ନୁହେଁ, ବ୍ରହ୍ମାଣ୍ଡ ଆମ ଭିତରେ ମଧ୍ୟ ଅଛି ଏବଂ ତାଙ୍କ ପୁସ୍ତକ କସ୍ମସ୍ ଏହି ଯାତ୍ରାର ଏକ ମାନଚିତ୍ର ଅଟେ। ଦର୍ଶକ ବନ୍ଧୁ, ଯଦି ଆପଣ ଏହିପରି ଭିଡ଼ିଓକୁ ପସନ୍ଦ କରନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ସେୟାର କରନ୍ତୁ ଏବଂ କମେଣ୍ଟ କରିବାକୁ ଜମାରୁ ଭୁଲିବେ ନାହିଁ। ଆଉ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ କୌଣସି ଧର୍ମ କିମ୍ବା କୌଣସି ଭଗବାନଙ୍କ ସପକ୍ଷରେ କିମ୍ବା ବିପକ୍ଷରେ ନୁହେଁ। ମୋର ଅଭିଯୋଗ କେବଳ କପଟତା ଏବଂ ଅନ୍ଧବିଶ୍ୱାସ ଦୂର କରିବା ପାଇଁ। ଏହା ଏକ ଉତ୍ତମ ସମାଜ ଗଠନ ପାଇଁ ମୋର ସାମାନ୍ୟ ପ୍ରୟାସ। ତେଣୁ ଏ ଭିଡ଼ିଓଟି କେବଳ ସୂଚନା ଏବଂ ସଚେତନତା ଉଦ୍ଦେଶ୍ୟରେ ତିଆରି କରାଯାଇଛି। କୌଣସି ବ୍ୟକ୍ତି, ଜାତି, ଧର୍ମ କିମ୍ବା ସମ୍ପ୍ରଦାୟର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ବର୍ତ୍ତମାନ ଆସନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଯେତେବେଳେ ମଣିଷ ପ୍ରଥମେ ରାତିର ଆକାଶକୁ ଚାହିଁଲା, ସେ ହୁଏତ ବୁଝିପାରିନଥିଲା ଯେ ସେ ଯେଉଁ ଅନ୍ଧାରକୁ ଦେଖୁଛି ତାହା ପ୍ରକୃତରେ ଇତିହାସ, ବିଜ୍ଞାନ ଏବଂ ସମୟର ଏକ ବିଶାଳ ସମୁଦ୍ର ଅଟେ ବୋଲି। ଆଉ ଆମେ ଆଜି ସେହି ସମୁଦ୍ର କୂଳରେ ଠିଆ ହୋଇଛୁ, ଯେପରି କେହି ଜଣେ ଅଜଣା ଆଉ ଅଚିହ୍ନା। ଏହା ହିଁ ଆମର ଯାତ୍ରାର ଆରମ୍ଭ। କୌଣସି ଧାର୍ମିକ ଶାସ୍ତ୍ର ନାହିଁ, କୌଣସି ଚମତ୍କାର ନାହିଁ, କେବଳ ପ୍ରକୃତି ଓ ଏହାର ନିୟମ ଏବଂ ଆମ ଭଳି ଆଶ୍ଚର୍ଯ୍ୟଜନକ ପ୍ରାଣୀ ଯେଉଁମାନେ ବୁଝିବାକୁ ଚାହାନ୍ତି ଯେ ଆମେ ପ୍ରକୃତରେ କେଉଁଠି ଅଛେ। ଧୀରେ ଧୀରେ ବୈଜ୍ଞାନିକମାନେ ଜାଣିଲେ ଯେ ବ୍ରହ୍ମାଣ୍ଡ ସେତେ ଛୋଟ ନୁହେଁ ଯାହା ଆମେ ହଜାର ହଜାର ବର୍ଷ ଧରି ଭାବି ଆସୁଛେ। ଆମର ସୂର୍ଯ୍ୟ କେବଳ ଏକ ତାରା ଅଟେ, ଆଉ ସେ ବି କୌଣସି ବଡ଼ ତାରା ନୁହେଁ। ଅନେକଙ୍କ ମଧ୍ୟରେ କେବଳ ଗୋଟିଏ ସାଧାରଣ ତାରା। କେବଳ ଆମ ଗାଲାକ୍ସିରେ 100ରୁ 400 ମଧ୍ୟରେ ତାରା ଅଛନ୍ତି, ଆଉ ଏମିତି ଗାଲାକ୍ସି ଗଣତିରେ ମଧ୍ୟ ଆସେ ନାହିଁ। ଯେତେବେଳେ ଆମେ ଏହି ବିଶାଳ ବ୍ରହ୍ମାଣ୍ଡର ପରିଭାଷା ବୁଝିପାରିବା ଯେ ଆମେ କୌଣସି ବିଶେଷ ସ୍ଥାନର ବାସିନ୍ଦା ନୁହେଁ, ଆମେ କୌଣସି କେନ୍ଦ୍ରରେ ମଧ୍ୟ ନାହୁଁ, ଆମେ ଏକ ସାଧାରଣ ତାରାର ଗ୍ରହରେ ରହୁଥିବା ପ୍ରାଣୀ ଅଟୁ। ଏହି ବିଶାଳ ବ୍ରହ୍ମାଣ୍ଡ ମଧ୍ୟଭାଗରେ ପୃଥିବୀରେ ଆଉ ଏକ କାହାଣୀ ଆରମ୍ଭ ହେଲା, ଜୀବନର କାହାଣୀ। ବହୁ ପୂର୍ବରୁ ପୃଥିବୀ କେବଳ ଏକ ତରଳ ପଥର ଏବଂ ଗ୍ୟାସର ଏକ ଗୋଲକ ଥିଲା। କିନ୍ତୁ ଲକ୍ଷ ଲକ୍ଷ ବର୍ଷ ଧରି ପାଣି, ଆଲୋକ, ତାପମାତ୍ରା ଏବଂ ରାସାୟନିକ ପଦାର୍ଥ ଗୁଡ଼ିକ ଏକାଠି ହୋଇ ଏମିତି ଅଣୁ ସୃଷ୍ଟି କଲେ ଯେଉଁମାନେ ନିଜକୁ କପି ମଧ୍ୟ କରିପାରୁଥିଲେ। ଆଉ ଏହା ଥିଲା ଜୀବନର ପ୍ରଥମ ପାଦ। ସମୟ ସହିତ ଏହି କ୍ଷୁଦ୍ର ଅଣୁ ଗୁଡ଼ିକ କୋଷ ହୋଇଗଲା। କୋଷ ଗୁଡ଼ିକ ମିଳିତ ହୋଇ ଜୀବ ଗଠନ କଲେ। ଆଉ ସମୁଦ୍ରରେ ଭାସୁଥିବା ଅଣୁ ଜୀବ ଧୀରେ ଧୀରେ ଉଦ୍ଭିଦ, ମାଛ, କୀଟପତଙ୍ଗ, ପକ୍ଷୀ ଏବଂ ଶେଷରେ ମଣିଷ ମଧ୍ୟ ହୋଇଗଲେ। ଏକ ଲମ୍ବା ପରିବର୍ତ୍ତନ ଯାତ୍ରା, ଯେଉଁଠାରେ ପ୍ରତ୍ୟେକ ପ୍ରାଣୀଙ୍କର ଏକ ଭିନ୍ନ ଶବ୍ଦ ଥିଲା, କିନ୍ତୁ ସମସ୍ତଙ୍କର ମୂଳ ଥିଲା ସମାନ। ତାହା ହେଉଛି ସଙ୍ଗୀତ। ଏବଂ ଯେତେବେଳେ ବୈଜ୍ଞାନିକମାନେ ଡିଏନ୍ଏର ଭାଷାକୁ ବୁଝିଲେ, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ସତ୍ୟ ପ୍ରକାଶ ପାଇଲା ଯେ ପୃଥିବୀର ସମସ୍ତ ପ୍ରାଣୀଙ୍କର ପୂର୍ବପୁରୁଷ ଜଣେ ହିଁ ଅଟନ୍ତି। ଗଛ, କୀଟପତଙ୍ଗ, କୁକୁର, ପକ୍ଷୀ ଏବଂ ମଣିଷ ସମସ୍ତଙ୍କର ଜେନେଟିକ୍ ପୁସ୍ତକର ପୃଷ୍ଠା ସମାନ ଅଟେ। କାର୍ଲ ସାଗାନ ଏହାକୁ ମହାଜାଗତିକ ଫ୍ୟୁଗ ବୋଲି କୁହନ୍ତି। ବ୍ରହ୍ମାଣ୍ଡର ସେହି ସଙ୍ଗୀତ ଯେଉଁଥିରେ ପ୍ରତ୍ୟେକ ଜୀବନ୍ତ ଜିନିଷ ସୁର ଅଟେ,
କିନ୍ତୁ ସଙ୍ଗୀତ ହିଁ ଗୋଟିଏ ଅଟେ। ଜୀବନର କାହାଣୀ ପରେ ଆମର ଆଖି ପୁଣି ଆକାଶ ଆଡ଼କୁ ଦେଖିଲା, କିନ୍ତୁ ଏଥର ଆମେ କେବଳ ତାରା ଦେଖୁନାହୁଁ, ବରଂ ଆମେ ସେମାନଙ୍କ ପଛରେ ଥିବା ଗଣିତକୁ ମଧ୍ୟ ଦେଖିଲୁ। ଆଗରୁ ମନେ ହେଉଥିଲା ଯେ ଗ୍ରହଗୁଡ଼ିକ ଅନିୟମିତ ଭାବରେ ଗତି କରୁଥିଲେ, ଆଉ ଆମର କାହାଣୀ ଏଠାରୁ ଆରମ୍ଭ ହୋଇଥିଲା। ପୃଥିବୀରେ ଠିଆ ହୋଇଥିବା ଏକ କ୍ଷୁଦ୍ର ପ୍ରାଣୀଠାରୁ, ଯିଏ ନିଜକୁ ବହୁତ ଛୋଟ ପ୍ରଶ୍ନ ପଚାରି ପଚାରି ସମଗ୍ର ବ୍ରହ୍ମାଣ୍ଡରେ ପହଞ୍ଚି ଯାଇଥିଲା। ଯେତେବେଳେ ଜଣେ ମଣିଷ ପ୍ରଥମେ ମହାକାଶରେ ଏକ କ୍ଷୀଣ ଆଉ କ୍ଷୀର ଭଳି ଗୋଟିଏ ପଟି ଦେଖିଲା, ଯାହାକୁ ଆମେ ଆକାଶଗଙ୍ଗା ବୋଲି କହୁଛୁ, ସେ ଜାଣିନଥିଲା ଯେ ଏହା ଲକ୍ଷ ଲକ୍ଷ ସୂର୍ଯ୍ୟଙ୍କର ବାସସ୍ଥାନ ବୋଲି। କିନ୍ତୁ ସମୟ ବିତିବା ସହିତ କୌତୂହଳ ଧୀରେ ଧୀରେ ବୃଦ୍ଧି ପାଇଲା, ଆଉ ଧୀରେ ଧୀରେ ମଣିଷ ଅନୁଭବ କଲା ଯେ ଝଲସୁଥିବା ବିନ୍ଦୁଗୁଡ଼ିକ ପ୍ରକୃତରେ କୋଟି କୋଟି ଦୂରରେ ଥିବା ଗୋଟିଏ ଗୋଟିଏ ସୂର୍ଯ୍ୟ ଅଟନ୍ତି, ଯାହା ଚାରିପାଖରେ ହୁଏତ ଆଉ ଏକ ସଂସାର ଥାଇପାରେ। ମଣିଷ ସେହି ଜୀବ ମଧ୍ୟରୁ ଗୋଟିଏ ଥିଲା, ଯେ ନିଜ ଉତ୍ପତ୍ତି ବିଷୟରେ ପ୍ରଶ୍ନ କଲା ଯେ ଆମେ କେଉଁଠାରୁ ଆସିଛୁ, ଏସବୁ କିପରି ଆରମ୍ଭ ହେଲା, ଏହି ବ୍ରହ୍ମାଣ୍ଡରେ ଆମେ କ'ଣ ଏକା ଅଛୁ ନା ଆଉ କିଏ ଅଛନ୍ତି। ପ୍ରାଚୀନ କାଳରେ ବିଶ୍ୱର ବିଭିନ୍ନ ଅଂଶର ଲୋକମାନେ ନିଜ ନିଜ ଉପାୟରେ ତାରାଗୁଡ଼ିକୁ ବୁଝିପାରୁଥିଲେ। କେତେକ ସେମାନଙ୍କୁ ଦେବତାଙ୍କ ଘର ବୋଲି କହୁଥିଲେ, ଆଉ କେତେକ ଆତ୍ମାର ଦୁନିଆ। କିନ୍ତୁ ଗ୍ରୀକ୍ ଜ୍ୟୋତିର୍ବିଜ୍ଞାନୀ, ମିଶରୀୟ ଗଣିତଜ୍ଞ ଏବଂ ଭାରତୀୟ ଜ୍ୟୋତିଷ ଥିଲେ ଯେଉଁମାନେ ପ୍ରଥମେ ତାରାଗୁଡ଼ିକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବା ଆରମ୍ଭ କଲେ। ଏହି ସ୍ଥାନରୁ ମାନବ ବୁଝାମଣା ପ୍ରଥମେ ବ୍ରହ୍ମାଣ୍ଡକୁ ସ୍ପର୍ଶ କରିବା ଆରମ୍ଭ କରିଥିଲା, ଆଉ ଧୀରେ ଧୀରେ ଆମେ ଅନୁଭବ କଲୁ ଯେ ପୃଥିବୀ ବ୍ରହ୍ମାଣ୍ଡର କେନ୍ଦ୍ର ନୁହେଁ, ଆମେ କେବଳ ଏକ କ୍ଷୁଦ୍ର ସୂର୍ଯ୍ୟ ଚାରିପାଖରେ ଘୁରୁଥିବା ଏକ ସାଧାରଣ ଗ୍ରହ, ଏବଂ ଆମର ସୂର୍ଯ୍ୟ କେବଳ ଏକ ସାଧାରଣ ତାରା ଅଟେ, ଯାହା ଗାଲାକ୍ସିର କୋଟି କୋଟି ସୂର୍ଯ୍ୟ ମଧ୍ୟରେ କୌଣସି ସ୍ଥାନରେ ହଜିଯାଇଛି। କାହାଣୀ ଏବେ ସେ ଆଡ଼କୁ ଯାଉଛି ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇଥିଲେ ଏହି ଆକାଶର ରହସ୍ୟଗୁଡ଼ିକୁ ବୁଝିବା ପାଇଁ। ପ୍ରାଚୀନ ନାବିକମାନେ ଯେଉଁମାନେ କେବଳ ତାରାମାନଙ୍କୁ ପର୍ଯ୍ୟବେକ୍ଷଣ କରି ସମଗ୍ର ପୃଥିବୀରେ ଭ୍ରମଣ କରିପାରୁଥିଲେ। ତାପରେ ବୈଜ୍ଞାନିକମାନେ ଆସିଲେ ଯେଉଁମାନେ ଟେଲିସ୍କୋପ ଉଦ୍ଭାବନ କଲେ ଏବଂ ବ୍ରହ୍ମାଣ୍ଡକୁ ସ୍ତର ପରେ ସ୍ତର ଖୋଲିବା ଆରମ୍ଭ କଲେ। ଏବେ କଳ୍ପନା କରନ୍ତୁ ଯେ ଗାଲିଲିଓ ପ୍ରଥମେ ଚନ୍ଦ୍ରକୁ ଏକ ଟେଲିସ୍କୋପ ମାଧ୍ୟମରେ ଦେଖିଲେ। ସେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଚନ୍ଦ୍ର କୌଣସି ଶୁଦ୍ଧ ଏବଂ ସମ୍ପୂର୍ଣ୍ଣ ବିଶ୍ୱ ଭଳି ନଥିଲା। ଏହା ଏକ ଅପୂର୍ଣ୍ଣ, ଭଙ୍ଗା ଆଉ ଗର୍ତ୍ତରେ ପରିପୂର୍ଣ୍ଣ ପଥର ଥିଲା। ସେଠାରୁ ମାନବ ସଭ୍ୟତା ବୁଝିବାକୁ ଆରମ୍ଭ କଲା ଯେ ପ୍ରକୃତିର ସତ୍ୟ ପ୍ରାୟତଃ ଆମ କଳ୍ପନା ଠାରୁ ବହୁତ ଭିନ୍ନ ଅଟେ। ଏହିପରି ଭାବରେ ସମୟ ଆଗକୁ ବଢ଼ିଲା। ମଣିଷ ସେମାନଙ୍କର ଟେଲିସ୍କୋପ ବିସ୍ତାର କଲା, ତାପରେ ସେମାନେ ରେଡ଼ିଓ ଟେଲିସ୍କୋପ ତିଆରି କଲେ, ଆଉ ତାପରେ ସେମାନେ ମହାକାଶ ଯାନ ପଠାଇଲେ, ଏବଂ ପ୍ରତ୍ୟେକ ଥର ବ୍ରହ୍ମାଣ୍ଡ ପୂର୍ବ ଅପେକ୍ଷା ଆହୁରି ବଡ଼ ଦେଖାଗଲା। ଏତେ ବଡ଼ ଯେ ଏହା ଆମର କଳ୍ପନାକୁ ନିଶ୍ୱାସ ଛାଡ଼ିଦେଲା। ଗୋଟିଏ ପଟେ ଆମେ ଆମର ସହର ମଧ୍ୟରେ ଛୋଟ ଛୋଟ ଯୁଦ୍ଧ ଲଢ଼ି ଚାଲିଛୁ, ଅନ୍ୟ ପକ୍ଷରେ ସମଗ୍ର ବ୍ରହ୍ମାଣ୍ଡ ନିରନ୍ତର ପ୍ରସାରିତ ହେଉଛି। ନୂତନ ତାରା ଜନ୍ମ ନେଉଛନ୍ତି, ପୁରୁଣା ତାରା ମରିଯାଉଛି, ଆଉ ଏସବୁ କୋଟି କୋଟି ବର୍ଷ ଧରି ଚାଲିଛି। ଏବେ କଳ୍ପନା କରନ୍ତୁ ଯେ ଆପଣ ପୃଥିବୀ ପୃଷ୍ଠରୁ ଧୀରେ ଧୀରେ ଉପରକୁ ଉଠୁଛନ୍ତି। ପ୍ରଥମେ 10 କିଲୋମିଟର, ତାପରେ 100 କିଲୋମିଟର, ଏବଂ ତାପରେ ହଜାର ହଜାର କିଲୋମିଟର। ସହରଗୁଡ଼ିକ ତଳେ ସଂକୁଚିତ ହେବା ଆରମ୍ଭ କଲେ, ଦେଶଗୁଡ଼ିକ ରେଖାରେ ପରିଣତ ହେବା ପରି ମନେ ହେଲା, ଆଉ କିଛି ମୁହୂର୍ତ୍ତ ମଧ୍ୟରେ ସମଗ୍ର ପୃଥିବୀ ଆପଣଙ୍କ ଦୃଷ୍ଟିରେ ଏକ କ୍ଷୁଦ୍ର ଝଲସୁଥିବା ନୀଳ ବଲ୍ ପରି ହୋଇଗଲା। ଏକ ଏକୁଟିଆ ଆଶ୍ଚର୍ଯ୍ୟଜନକ ଦୁନିଆ ଯେଉଁଠାରେ ଜୀବନ ନାମକ ନିଆଁ ଜଳୁଛି। ପ୍ରଥମ ଥର ପାଇଁ ଯେତେବେଳେ ମଣିଷ ମହାକାଶରୁ ଏହି ନୀଳ ପୃଥିବୀକୁ ଦେଖିଲେ, ଏକ ଛୋଟ ନୀଳ ବିନ୍ଦୁ, ସେହି ମୁହୂର୍ତ୍ତରେ ଆମର ଇତିହାସ ବଦଳିଗଲା। ଆମେ ଅନୁଭବ କଲୁ ଯେ ଆମେ ସମସ୍ତେ ଏହି ଛୋଟ ଘରର ଯାତ୍ରୀ ଅଟୁ। ଆମେ ସମସ୍ତେ ଗୋଟିଏ ସ୍ଥାନରୁ ଆସିଛୁ। ଉପରେ କିମ୍ବା ତଳେ ଏମିତି କେହି ନାହାନ୍ତି, ଆଉ କେହି ନିଜ ପର ମଧ୍ୟ ନୁହନ୍ତି। ସମସ୍ତ ମାନବ ଜାତି, ସମସ୍ତ ଜୀବନ ଗୋଟିଏ ପରିବାର, ଆଉ ବ୍ରହ୍ମାଣ୍ଡର ପରିବାର। ଏହି ନୀଳ ଜଗତରୁ ଆମେ ପରବର୍ତ୍ତୀ ଜୀବନ ଆରମ୍ଭ କଲୁ, ଚନ୍ଦ୍ର, ମଙ୍ଗଳ ଏବଂ ଆହୁରି ଆଗକୁ। ପ୍ରତ୍ୟେକ ମିଶନ ଆମକୁ ଦେଖାଇଛି ଯେ ବ୍ରହ୍ମାଣ୍ଡ ଖାଲି ନୁହେଁ, ବରଂ ସମ୍ଭାବନାରେ ପରିପୂର୍ଣ୍ଣ। ହୁଏତ ଅନ୍ୟତ୍ର ଜୀବନ ଥାଇପାରେ, ହୁଏତ ଅନ୍ୟ କୌଣସି ସଭ୍ୟତା ଆମ ପୂର୍ବରୁ ବ୍ରହ୍ମାଣ୍ଡକୁ ବୁଝିସାରିଛି। ଆମର ମନ ଯେତେ ଆଗକୁ ଯିବ, ଆମେ ସେତେ ଅଧିକ ବୁଝିବା। ଆମେ ବୁଝିପାରିବା ଯେ ଆହୁରି କେତେ କ'ଣ ଜାଣିବାକୁ ବାକି ଅଛି। ଏ ତାରାମାନଙ୍କ ବାହାରେ କ'ଣ ଅଛି, ଆମର ବ୍ରହ୍ମାଣ୍ଡ କିପରି ଆରମ୍ଭ ହୋଇଥିଲା, ଆଉ ଏହାର ଶେଷ କ'ଣ ଅଛି। ମାନବ ଜାତି ଏବେ ସେଠାରେ ଠିଆ ହୋଇଛି,
ଯେଉଁଠାରେ ଆମେ ପ୍ରଥମେ ଆରମ୍ଭ କରିଥିଲୁ। ଶେଷରେ ଆମେ ଏତେ ବଡ଼ ସ୍ତରର ବ୍ରହ୍ମାଣ୍ଡକୁ ବୁଝିବା ଆରମ୍ଭ କରିଛୁ। ଆଉ ଯେତେ ବୁଝିବାକୁ ଚେଷ୍ଟା କରୁଛୁ ସେତେ ଗଭୀର ପ୍ରଶ୍ନ ମଧ୍ୟ ଉଠୁଛି। ଏହା ହେଉଛି ବ୍ରହ୍ମାଣ୍ଡର ସୌନ୍ଦର୍ଯ୍ୟ, ଯାହା ଆମକୁ ଶିଖାଇଥାଏ ଯେ ମଣିଷ ଛୋଟ ଅଟେ, କିନ୍ତୁ ତାର କୌତୂହଳ ଅସୀମ ଏବଂ ବ୍ରହ୍ମାଣ୍ଡ ଆମ ପାଇଁ ଅପେକ୍ଷା କରିଛି। ଯେତେବେଳେ ମଣିଷ ବ୍ରହ୍ମାଣ୍ଡକୁ ବୁଝିବା ଆରମ୍ଭ କଲା, ସେ ଅନୁଭବ କଲା ଯେ ବ୍ରହ୍ମାଣ୍ଡ ଆମ ବିଶ୍ୱାସ ଅନୁସାରେ କାର୍ଯ୍ୟ କରେ ନାହିଁ, ଏହା ନିଜ ନିୟମ ଅନୁସାରେ କାର୍ଯ୍ୟ କରିଥାଏ। ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ ଭାବୁଥିଲେ ଯେ ପୃଥିବୀ ସ୍ଥିର ଏବଂ ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରାମାନେ ଆମ ଚାରିପଟେ ବୁଲୁଛନ୍ତି। ଏହା ଭାବିବା ସହଜ ଥିଲା, କାରଣ ଆମର ଆଖି ଯାହା ଦେଖେ ତାହା ବାସ୍ତବ ମନେ ହୁଏ, କିନ୍ତୁ ବିଜ୍ଞାନ ତାହା ଦେଖେ ଆମେ ଯାହା ବିଶ୍ୱାସ କରିବାକୁ ଚାହୁଁ ତାହା ନୁହେଁ। ଧୀରେ ଧୀରେ ଜ୍ୟୋତିର୍ବିଜ୍ଞାନର ଏହି ନୂତନ ଜଗତ ସୃଷ୍ଟି ହୋଇଥିଲା। ଧୈର୍ଯ୍ୟ, ପରୀକ୍ଷଣ, ପର୍ଯ୍ୟବେକ୍ଷଣ, ଭୁଲ ମାଧ୍ୟମରେ ଏବଂ ଏହିଠାରୁ ସଂଘର୍ଷ ହୋଇଥିଲା, ଯାହା ଆମର ସମଗ୍ର ବାସ୍ତବତାକୁ ପରିବର୍ତ୍ତନ କରିଥିଲା। ସେମାନେ ଶିଖିଲେ ଯେ ଗ୍ରହଗୁଡ଼ିକର ଗତି ଅରାଜକତା ନୁହେଁ, ବରଂ ଅତ୍ୟନ୍ତ ସଠିକ୍ ଏବଂ ପୃଥିବୀ କୌଣସି ମଞ୍ଚ ନୁହେଁ ଯେଉଁଠାରେ ଆମ ପାଇଁ ସବୁକିଛି ଘଟେ। ଏହା ହେଉଛି ସେହି ମୁହୂର୍ତ୍ତ ଯେଉଁଠାରେ ବିଜ୍ଞାନ ସତ୍ୟ ହୋଇଯାଏ ଏବଂ ସତ୍ୟ ଆଶ୍ଚର୍ଯ୍ୟ ହୋଇଯାଏ। କିନ୍ତୁ ବ୍ରହ୍ମାଣ୍ଡ କେବଳ ତାରାମାନଙ୍କ ସହିତ ଲେଖାଯାଇ ନାହିଁ। ଏହାର କାହାଣୀ ସଂଘର୍ଷ, ବିନାଶ, ଜନ୍ମ ଏବଂ ମୃତ୍ୟୁରେ ପରିପୂର୍ଣ୍ଣ। ଆମେ ଦୂରରୁ ଯେଉଁ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛୁ, ତା ପଛରେ ଏତେ ଅଶାନ୍ତି ଚାଲିଛି ଯେ ପୃଥିବୀରେ ସମସ୍ତ ଝଡ଼, ଭୂମିକମ୍ପ, ଜ୍ୱାଳାମୁଖୀ ଏହି ବ୍ରହ୍ମାଣ୍ଡ ସାମ୍ନାରେ କେବଳ ଏକ ଫୁସ୍ଫୁସ୍ ଶବ୍ଦ ପରି ମନେ ହୁଏ। କାରଣ ବ୍ରହ୍ମାଣ୍ଡ ଏକ ଶାନ୍ତ ଚିତ୍ର ନୁହେଁ, କାହିଁକି ନା ଏହା ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ନିହାରିକା ସଂକୁଚିତ ହେଉଛି, ନୂତନ ତାରା ପ୍ରଜ୍ୱଳିତ ହେଉଛି ଏବଂ ଗ୍ରହଗୁଡ଼ିକ ସମୟ ପ୍ରଭାବ ସହିତ ସେମାନଙ୍କ କକ୍ଷପଥରେ ଭାସି ଯାଉଛନ୍ତି। ଏଠାରେ ଲେଖକ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଗତିବିଧି ଗୁଡ଼ିକରୁ, ଏହି ସଂଘର୍ଷ ଗୁଡ଼ିକରୁ ଆମର ପୃଥିବୀ ସୃଷ୍ଟି ହୋଇଥିଲା, ଆମର ଚନ୍ଦ୍ର ସୃଷ୍ଟି ହୋଇଥିଲା, ଆଉ ଶେଷରେ ଆମର ଜୀବନ ମଧ୍ୟ ରୂପ ନେଇଥିଲା। କେତେକ ସମୟରେ ଏପରି ମଧ୍ୟ ମନେ ହୁଏ ଯେପରି ଏସବୁ କିଛି ଯୋଜନା ଅନୁଯାୟୀ ଘଟୁଛି, କିନ୍ତୁ ସତ୍ୟ ଏହା ଯେ ଏସବୁ କୌଣସି ଯୋଜନା ନୁହେଁ, ଏହା ପ୍ରକୃତିର ନିଜସ୍ୱ ଖେଳ। ଏକ ଏମିତି ଖେଳ ଯାହା କୋଟି କୋଟି ବର୍ଷ ଧରି ଚାଲି ଆସିଛି ଏବଂ କୋଟି କୋଟି ବର୍ଷ ଧରି ଜାରି ରହିବ ମଧ୍ୟ। ଆମର ପ୍ରଯୁକ୍ତି ବିଦ୍ୟା ଆଗକୁ ବଢ଼ିବା ସହିତ ଆମେ ପ୍ରଥମ ଥର ପାଇଁ ଆକାଶକୁ ତଳକୁ ଟାଣିବା ଆରମ୍ଭ କଲୁ। ଟେଲିସ୍କୋପରେ, ଫଟୋଗ୍ରାଫରେ ଆଉ ସମୀକରଣରେ ଆମେ ଆବିଷ୍କାର କଲୁ ଯେ ତାରା ଗୁଡ଼ିକ କେବଳ ଦୂରରେ ନଥିଲେ, ସେମାନଙ୍କୁ ଏବେ ମଧ୍ୟ ବୁଝି ହେଉଥିଲା। ଏହା ହେଉଛି ସେହି ମୋଡ଼ ଯେଉଁଠାରେ ମନୁଷ୍ୟର ବୃଦ୍ଧି ପ୍ରଥମେ ବ୍ରହ୍ମାଣ୍ଡର ପ୍ରକୃତ ସ୍କେଲକୁ ସ୍ପର୍ଶ କରିଥିଲା। ଏବେ ଆମର ଯାତ୍ରା ଜାରି ରହିଛି ଏବଂ ବର୍ତ୍ତମାନ ଆମେ ବ୍ରହ୍ମାଣ୍ଡର ସେହି ଅଞ୍ଚଳ ଗୁଡ଼ିକରେ ପହଞ୍ଚିଛୁ ଯେଉଁଠାରେ ଜିନିଷ ଗୁଡ଼ିକ ଆହୁରି ରହସ୍ୟମୟ ହୋଇଯାଏ। ଯେତେବେଳେ ମଣିଷ ପ୍ରଥମେ ଭାବିଥିଲା ଯେ କ'ଣ ବ୍ରହ୍ମାଣ୍ଡ ସର୍ବଦା ଏପରି ଥିଲା ନା ଏହାର ଜନ୍ମ ହୋଇଥିଲା, ଏହି ପ୍ରଶ୍ନ କେବଳ ବୈଜ୍ଞାନିକ କାରଣ ନଥିଲା, ଏହା ଗଭୀର ଭାବରେ ଦାର୍ଶନିକ ଥିଲା। କାରଣ ଯଦି ବ୍ରହ୍ମାଣ୍ଡ ଜନ୍ମ ହୋଇଥିଲା, ତେବେ ଏହା ପୂର୍ବରୁ କ'ଣ ଥିଲା? ଖାଲି ଅନ୍ଧକାର କିମ୍ବା ଏପରି କିଛି ଯାହା ଆମେ କଳ୍ପନା ମଧ୍ୟ କରିପାରିବୁ ନାହିଁ। ରାତିର ଆକାଶରେ ତାରା ଗୁଡ଼ିକ ସ୍ଥିର ଦେଖାଯାଇପାରନ୍ତି, କିନ୍ତୁ ବାସ୍ତବରେ ଏହା ଏକ ନିରନ୍ତର ଗତିଶୀଳ କାହାଣୀ। ଗ୍ୟାସ୍ ଗୁଡ଼ିକ ସଂକୁଚିତ ହୁଏ, ଚାପ ବୃଦ୍ଧି ପାଏ ଏବଂ ହଠାତ୍ ଏକ ତାରାର ଜନ୍ମ ହୁଏ। ଯେମିତି ଅନ୍ଧକାରରେ କେହି ଜଣେ ଦୀପଟିଏ ଜଳେଇ ଦେଲା। ତାପରେ ସେହି ସମାନ ତାରା ଗୁଡ଼ିକ ନିଜ ଭିତରର ନୂତନ ତତ୍ତ୍ୱ ସୃଷ୍ଟି କରନ୍ତି। ସେମାନେ ସେଗୁଡ଼ିକ ମହାକାଶରେ ବିସ୍ତାର କରନ୍ତି ଏବଂ ସେ ତାରା ଗୁଡ଼ିକ ଏକ ନୂତନ ତାରା, ନୂତନ ଗ୍ରହ ଏବଂ ନୂତନ ଜୀବନ ସୃଷ୍ଟି କରିବାକୁ ଯାଆନ୍ତି। ଏହି ଚକ୍ର ଏତେ ଧୀର ଯେ ଆମେ ଏହାକୁ ଘଟିବାର ଦେଖିପାରୁନାହୁଁ, କିନ୍ତୁ ଏହା ଏତେ ଶକ୍ତିଶାଳୀ ଯେ ଏହା ସମଗ୍ର ଗାଲେକ୍ସି ପ୍ରଣାଳୀକୁ ପରିବର୍ତ୍ତନ କରିପାରିବ। ବିଜ୍ଞାନ ଆଗକୁ ବଢ଼ିବା ସହିତ ମଣିଷ ମନରେ ଏକ ପ୍ରଶ୍ନ ଉଠିଲା ଯେ କ'ଣ ଏହି ତାରା ଗୁଡ଼ିକ ସବୁଦିନ ପାଇଁ ଜଳୁଥାନ୍ତି, ନା ଗୋଟିଏ ଦିନ ସେମାନଙ୍କର ଇନ୍ଧନ ସରିଯିବ? ସତ୍ୟ କିନ୍ତୁ ଆଶ୍ଚର୍ଯ୍ୟଜନକ ଥିଲା। ପ୍ରତ୍ୟେକ ତାରା ହେଉଛି ଏକ କାହାଣୀ ଯାହା ଜନ୍ମ ହୁଏ, ବଞ୍ଚେ, ବିସ୍ତାରିତ ହୁଏ ଏବଂ ତାପରେ ଶେଷ ମଧ୍ୟ ହୋଇଯାଏ। କିଛି ତାରା ଧୀରେ ଧୀରେ ମଳିନ ହୁଏ, ଆଉ କିଛି ହଠାତ୍ ଏତେ ଜୋରରେ ବିସ୍ଫୋରଣ ହୁଏ ଯେ ସେମାନଙ୍କର ଆଲୋକ ବହୁତ ଦୂରକୁ ଯାତ୍ରା କରିଥାଏ। ଏହାକୁ ଆମେ ସୁପରନୋଭା ବୋଲି କହିଥାଉ। ଏହି ବିସ୍ଫୋରଣ ଗୁଡ଼ିକ କେତେକ ସମୟରେ ନୂତନ ଗ୍ରହକୁ ମଧ୍ୟ ଜନ୍ମ ଦେଇଥାଏ। ଏପରି ବିସ୍ଫୋରଣ ପାଉଁଶରୁ ଆମର ପୃଥିବୀ ସୃଷ୍ଟି ହୋଇଥିଲା। ଏବେ ଆମର କଳ୍ପନା ସେହି ସ୍ଥାନ ଆଡ଼େ ଯାଉଛି ଯେଉଁଠାରେ ଜୀବନ ସମ୍ଭବ ହୋଇପାରେ। କାରଣ ଏତେ ବିଶାଳତାରେ ଆମେ କ'ଣ ଏକା ଅଛେ? ଆମେ ଗ୍ରହଗୁଡ଼ିକ ଦେଖିବା ଆରମ୍ଭ କଲୁ,
ହଜାର ହଜାର ବାହ୍ୟ ଗ୍ରହ ଆବିଷ୍କୃତ ହୋଇଛି। କେବଳ ଆମ ନିଜ ସୌରମଣ୍ଡଳରେ ନୁହେଁ, ଅନ୍ୟ ତାରାମାନଙ୍କ ପାଖରେ ମଧ୍ୟ। କିଛି ଗରମ, କିଛି ବରଫାବୃତ, କିଛି ଗ୍ୟାସର ବଲ, ଆଉ କିଛି ସମୁଦ୍ରରେ ମଧ୍ୟ ଥାଇପାରେ। ଏହା ପ୍ରଥମ ଥର ଥିଲା ଯେତେବେଳେ ମାନବ ଜାତି ଅନୁଭବ କଲା ଯେ ଜୀବନ କେବଳ ଏକ ଦୁର୍ଘଟଣା ନୁହେଁ, ହୁଏତ ଅନ୍ୟ କୌଣସି ଗ୍ରହରେ, ଅନ୍ୟ କୌଣସି ସୂର୍ଯ୍ୟ ତଳେ ଜୀବନ ଏକ ଭିନ୍ନ ରୂପରେ ନିଶ୍ୱାସ ନେଉଥିବ। ବର୍ତ୍ତମାନ ଯାତ୍ରା ଆମକୁ ଆହୁରି ଗଭୀର ଆଡ଼କୁ ନେଇଯାଏ, କାରଣ ପ୍ରତ୍ୟେକ ଗ୍ରହ ବାହାରକୁ ଯେପରି ଦେଖାଯାଇଥାଏ ତାହା ବାସ୍ତବରେ ଆଉ କିଛି ହୋଇଥାଏ। ଉଦାହରଣ ସ୍ୱରୂପ ହେଉଛି ଶୁକ୍ର ଗ୍ରହ। ଏହି ଗ୍ରହକୁ କେବେ ସ୍ୱର୍ଗ ଭାବରେ ବିବେଚନା କରାଯାଉଥିଲା, ଉଜ୍ଜଳ, ଚମକଦାର ଆଉ ସୁନ୍ଦର। କିନ୍ତୁ ଯେତେବେଳେ ବୈଜ୍ଞାନିକମାନେ ଗୋଟିଏ ରୋବୋଟିକ୍ ମହାକାଶ ଯାନ ସେଠାରେ ଅବତରଣ କରାଇଲେ ଏବଂ ଏହାର ପୃଷ୍ଠ ତାପମାତ୍ରାକୁ ମାପିଲେ, ସେମାନେ ପାଇଲେ ଯେ ଏହା ଏକ ଜ୍ୱଳନ୍ତା ପିଣ୍ଡ ଥିଲା, ଆଉ ଏତେ ଗରମ ଯେ ଧାତୁ ମଧ୍ୟ ତରଳି ଯାଇପାରେ। ଏହାର ବାୟୁମଣ୍ଡଳ ଏତେ ଘନ ଏବଂ ଏତେ ବିଷାକ୍ତ ଥିଲା ଯେ ସୂର୍ଯ୍ୟର ଉତ୍ତାପତ ପ୍ରବେଶ କରୁଥିଲା କିନ୍ତୁ ବାହାରକୁ ଯାଇପାରୁନଥିଲା। ଏବଂ ତାପରେ ଅନ୍ୟ ପାର୍ଶ୍ୱରେ ମଙ୍ଗଳ ଗ୍ରହ ଥିଲା, ଦେଖିବାକୁ ଲାଲ, ଶୁଷ୍କ କିନ୍ତୁ ଶାନ୍ତ। ନଦୀଗୁଡ଼ିକ ମଧ୍ୟ ଏଥିରେ ପ୍ରବାହିତ ହେଉଥିଲା, ଉପତ୍ୟକା ଥିଲା, ହୁଏତ ହ୍ରଦ ମଧ୍ୟ ଥିଲା। ଯଦି ଅନ୍ୟ କୌଣସି ସ୍ଥାନରେ ଜୀବନ ଥାଏ ତେବେ ମଙ୍ଗଳ ପ୍ରଥମ ସମ୍ଭାବନା ହୋଇଥାନ୍ତା। ଯେତେବେଳେ ବୈଜ୍ଞାନିକମାନେ ସେଠାରେ ପ୍ରଥମେ ଅବତରଣ କଲେ, ସେମାନେ କୌଣସି ଜୀବନ ପାଇଲେ ନାହିଁ, କିନ୍ତୁ ସେମାନେ ଚିହ୍ନ ପାଇଲେ ଯେ ମଙ୍ଗଳ ସମ୍ପୂର୍ଣ୍ଣ ମୃତ ଗ୍ରହ ନୁହେଁ, ଏହା ଏକ ପୁରୁଣା, ଶାନ୍ତିପୂର୍ଣ୍ଣ କିନ୍ତୁ ଭଙ୍ଗା ଦୁନିଆ ଥିଲା, ଯେପରି ଏକ କାହାଣୀକୁ ଅଧାରୁ ଛାଡ଼ି ଦିଆଯାଇଛି। ଆଉ ଏହି ତୁଳନା ଦ୍ୱାରା ଆମେ ଆମର ପୃଥିବୀକୁ ବୁଝିପାରିବା। ଏହା କେତେ ଭଙ୍ଗୁର, କେତେ ସ୍ୱତନ୍ତ୍ର। ସଠିକ୍ ତାପମାତ୍ରା, ସଠିକ୍ ଦୂରତା, ସଠିକ୍ ବାୟୁମଣ୍ଡଳ, ଏତେ ସବୁ ଜିନିଷ ଗୁଡ଼ିକ ଯଦି ସାମାନ୍ୟ ପରିବର୍ତ୍ତନ ହୁଏ ତେବେ ଜୀବନ ବଞ୍ଚିବା ତୁରନ୍ତ ଅସମ୍ଭବ ହୋଇଯିବ। ଆମ ସଭ୍ୟତାର କାହାଣୀ ମଧ୍ୟ ଏହିଠାରୁ ଏକ ନୂତନ ମୋଡ଼ ନେଇଥାଏ, କାରଣ ଯେତେବେଳେ ମଣିଷ ବ୍ରହ୍ମାଣ୍ଡକୁ ବୁଝିବା ଆରମ୍ଭ କଲା ସେତେବେଳେ ସେ ନିଜକୁ ମଧ୍ୟ ବୁଝିବା ଆରମ୍ଭ କଲା। ଆମେ ଅନୁଭବ କଲୁ ଯେ ଆମେ ପ୍ରକୃତିର ମାଲିକ ନୁହେଁ, ବରଂ ଏହାର ଏକ କ୍ଷୁଦ୍ର ଅଂଶ, ସେତିକି କୋମଳ, ସେତିକି ଅସ୍ଥାୟୀ ଯେମିତି କୌଣସି ତାରାର ଧୂଳି ଯାହା ସମୟର ଝଡ଼ରେ ଧୋଇଯାଏ। କିନ୍ତୁ ଏହି ଭଙ୍ଗୁରତା ମଧ୍ୟ ଆମର ସବୁଠାରୁ ବଡ଼ ଶକ୍ତି ହୋଇଗଲା, କାରଣ ଏହା ଆମକୁ କୌତୂହଳ, ଅନୁସନ୍ଧାନ ଏବଂ ଏହି ସାହସ ଦେଇଥିଲା ଯେ ଅନ୍ଧାର ସ୍ଥାନକୁ ଭେଦ କରି ଏହାର ଗଭୀରତାରେ ଓହ୍ଲାଇବା ପାଇଁ। ଏବଂ ହୁଏତ ଏହି ଯାତ୍ରା କେବଳ ଆରମ୍ଭ ମାତ୍ର। ଆମର ଯାତ୍ରା ଏବେ ଏପରି ଏକ ଦିଗରେ ଗତି କରୁଛି ଯେଉଁଠାରେ ବ୍ରହ୍ମାଣ୍ଡ କେବଳ ଏକ ଦୂର ଆକାଶ ନୁହେଁ, ବରଂ ଏହା ଆମର ଇତିହାସ ଅଟେ, ଆମର ବର୍ତ୍ତମାନ ଏବଂ ମାନବ ସଭ୍ୟତାର ମଧ୍ୟ ଭବିଷ୍ୟତ ଅଟେ। ଆମେ କେଉଁଠାରୁ ଆସିଛୁ ଏହି ପ୍ରଶ୍ନ କେବଳ ବିଜ୍ଞାନ ବିଷୟରେ ନୁହେଁ, ବରଂ ମାନବ ଇତିହାସର ସବୁଠାରୁ ପୁରୁଣା ପ୍ରଶ୍ନ ଅଟେ। ପ୍ରତ୍ୟେକ ସଭ୍ୟତା ତାର ନିଜର ଉତ୍ତର ଖୋଜିଛି। କେତେକ କହିଛନ୍ତି ଯେ ଦେବତାମାନେ ଦୁନିଆକୁ ସୃଷ୍ଟି କରିଛନ୍ତି, ଆଉ କେତେକ କହିଛନ୍ତି ଯେ ପୃଥିବୀ ଏକ ବିଶାଳକାୟ ଜୀବପିଠି ଉପରେ ରହିଛି, ଆଉ କେତେକ କହିଛନ୍ତି ଯେ ସୂର୍ଯ୍ୟଙ୍କର ରଥ ପ୍ରତିଦିନ ସକାଳେ ଉଦୟ ହୁଏ ଆଉ ପୁଣି ଅସ୍ତ ହୋଇଯାଏ। କିନ୍ତୁ ବିଜ୍ଞାନ ଧୀରେ ଧୀରେ ଏହି କାହାଣୀ ଗୁଡ଼ିକ ଉପରୁ ପରଦା ହଟାଇବା ଆରମ୍ଭ କଲା। ପ୍ରଥମେ ଆସିଲା ଗ୍ରୀକ୍ ବିଜ୍ଞାନ, ଯେଉଁଠାରେ କିଛି ବିଚାରକ ପରାମର୍ଶ ଦେଇଥିଲେ ଯେ ହୁଏତ ବିଶ୍ୱ ପ୍ରକୃତିର ନିୟମ ଅନୁସାରେ ଚାଲିଥାଏ। ଏହି ବିଚାର ଏତେ ବିପ୍ଳବୀ ଥିଲା ଯେ ଏହାର ପ୍ରତିଧ୍ୱନି ଆଜି ମଧ୍ୟ ଶୁଣାଯାଉଛି। ଧୀରେ ଧୀରେ ବିଜ୍ଞାନ ଦୃଢ଼ ହେଲା। କୋପର୍ନିକସ୍, ଗାଲିଲିଓ, କେପ୍ଲର ଏବଂ ନ୍ୟୁଟନ ସମସ୍ତେ କହିଥିଲେ ଯେ ବ୍ରହ୍ମାଣ୍ଡ ଆମ ଅପେକ୍ଷା ବହୁତ ବଡ଼ ଏବଂ ପୃଥିବୀ କୌଣସି ରାଜା ନୁହେଁ, ବରଂ ଏହା କେବଳ ଏକ ଗ୍ରହ ଅଟେ। ଏହି ମନ୍ତବ୍ୟ ଧାର୍ମିକ ବିଶ୍ୱାସ ଉପରେ ଏକ ବଜ୍ରପାତ ପରି ଆଘାତ କଲା, କିନ୍ତୁ ଏହା ହିଁ ସତ୍ୟ ଥିଲା। ବର୍ତ୍ତମାନ ସବୁଠାରୁ ଅଧିକ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯେ ବ୍ରହ୍ମାଣ୍ଡର ବୟସ କେତେ? ଏହା ଏମିତି ଏକ ପ୍ରଶ୍ନ ଯାହାର ଉତ୍ତର ପାଇବା ପାଇଁ ସମୟର ଗଭୀରତାରେ ଅନୁସନ୍ଧାନ କରିବାକୁ ପଡ଼ିବ। କଳ୍ପନା କରନ୍ତୁ, ଯଦି ଆମେ ସମଗ୍ର ବ୍ରହ୍ମାଣ୍ଡର କୋଟି କୋଟି ବର୍ଷକୁ ଗୋଟିଏ ବର୍ଷରେ ପରିଣତ କରିବା, ତେବେ ଏହି ବର୍ଷ ଜାନୁଆରୀ 1 ତାରିଖରେ ଏକ ବିରାଟ ବିସ୍ଫୋରଣ ସହିତ ଆରମ୍ଭ ହୁଏ, ଯାହାକୁ ଆମେ ବିଗ୍ ବ୍ୟାଙ୍ଗ ବୋଲି କହିଥାଉ। ଏହିଠାରୁ ସମୟ, ସ୍ଥାନ ଆଉ ଶକ୍ତିର ପ୍ରଥମ ସ୍ପନ୍ଦନ ଆରମ୍ଭ ହୁଏ। ମାର୍ଚ୍ଚ ସୁଦ୍ଧା ପ୍ରଥମ ଗାଲାକ୍ସ ଗୁଡ଼ିକ ସୃଷ୍ଟି ହୁଅନ୍ତି, ତାରାର ଜନ୍ମ ହୁଏ ଏବଂ ବ୍ରହ୍ମାଣ୍ଡ ବିସ୍ତାରିତ ହେବା ଜାରି ରହେ। ଅଗଷ୍ଟ ମାସ ସୁଦ୍ଧା ଆମର ସୂର୍ଯ୍ୟ ଆଲୋକିତ ହୋଇଯାଏ, ଲକ୍ଷ ଲକ୍ଷ ତାରା ମଧ୍ୟରେ ଏକ ସରଳ କିନ୍ତୁ ଜୀବନଦାୟକ ତାରାଟି। ଏହା ଚାରିପାଖରେ ଧୂଳି ଏବଂ ଗ୍ୟାସ୍ ଏକ ନୀଳ ବିଶ୍ୱ ଗଠନ କରେ, ଠିକ୍ ପୃଥିବୀ ପରି। ଆଉ ସେପ୍ଟେମ୍ବର ମାସରେ ପୃଥିବୀରେ ଜୀବନର ପ୍ରଥମ ସ୍ଫୁଲିଙ୍ଗ ଫୁଟିଥାଏ। କ୍ଷୁଦ୍ର କୋଷଗୁଡ଼ିକ ଧୀରେ ଧୀରେ ପରିବର୍ତ୍ତନ ହୁଏ, ବୃଦ୍ଧି ପାଏ ଏବଂ କୋଟି କୋଟି ବର୍ଷର ଏକ ଯାତ୍ରା ଆରମ୍ଭ ହୁଏ। ଡିସେମ୍ବର ମାସରେ ପୃଥିବୀ ଡାଇନୋସରରେ ପରିପୂର୍ଣ୍ଣ ହୋଇଯାଏ, କିନ୍ତୁ ସେମାନେ ଏହି ମହାଜାଗତିକ ବର୍ଷର କେବଳ ଗୋଟିଏ ମାସ ପାଇଁ ଆସନ୍ତି ଆଉ ପୁଣି ଚାଲିଯାଆନ୍ତି। ବର୍ତ୍ତମାନ କାହାଣୀର ସବୁଠାରୁ ଆଶ୍ଚର୍ଯ୍ୟଜନକ ଅଂଶ,
डिसेम्बर 31 तारिख राति 11:52 ଏହି ସମୟରେ ଆଧୁନିକ ମଣିଷ କିମ୍ବା ହୋମୋସେପିୟନ୍ସ ଦେଖାଯାଆନ୍ତି। କଳ୍ପନା କରନ୍ତୁ, କୋଟି କୋଟି ବର୍ଷର ଏହି କାହାଣୀରେ ଆମେ କେବଳ ଶେଷ କିଛି ମିନିଟର ପ୍ରାଣୀ ଅଟୁ, କିନ୍ତୁ ସଭ୍ୟତା, କୃଷି, ସହର, ଧର୍ମ, ଲେଖା ଏସବୁ ଆସିଲା 11:59, ଯାହାକୁ ଆମେ ଏକଦମ ଶେଷ ମୁହୂର୍ତ୍ତ ବୋଲି କହିବା। ଏବଂ ଆଜିର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଣ୍ଟରନେଟ୍ ଏସବୁ ହେଉଛି ଏହି ମହାଜାଗତିକ କ୍ୟାଲେଣ୍ଡରର ଶେଷ କିମ୍ବା 2-3 ସେକେଣ୍ଡର କାହାଣୀ। କାର୍ଲ ସାଗାନ ଆମକୁ ମନେ ପକାଇ ଦିଅନ୍ତି ଯେ ବ୍ରହ୍ମାଣ୍ଡ ସାମ୍ନାରେ ଆମର ବୟସ କମ୍ ହୋଇପାରେ, କିନ୍ତୁ ଆମର କୌତୂହଳ ଏବଂ ଆମର ବୁଦ୍ଧି ଆମକୁ ତାରା ପାଖକୁ ନେଇଯିବାର ଶକ୍ତି ରଖୁଛି। ଆମେ ଏହି ସମୟରେ ଏହି ଶେଷ ସେକେଣ୍ଡରେ ଜନ୍ମ ହୋଇଥିବା ଏକ ଏମିତି ପ୍ରଜାତି ଯିଏକି ପ୍ରଥମ ଥର ପାଇଁ ବ୍ରହ୍ମାଣ୍ଡକୁ ବୁଝିବା ଆରମ୍ଭ କରିଥିଲେ ଏବଂ ନିଜକୁ ପଚାରିଥିଲେ ଯେ ଆମେ ପ୍ରକୃତରେ କିଏ ଏବଂ ଆମେ କେଉଁଠାରୁ ଆସିଛୁ। ଏହି ପ୍ରକ୍ରିୟା ମାନବ ଜାତିକୁ ଏକ ନୂତନ ଆଉ ପରିମାର୍ଜିତ ବୁଦ୍ଧି ଦେଇଛି, ଧୈର୍ଯ୍ୟ ଦେଇଛି, କାରଣ ବ୍ରହ୍ମାଣ୍ଡ ଶୀଘ୍ର ଶେଷ ହୁଏ ନାହିଁ। ତାରାଗୁଡ଼ିକ ଧୀରେ ଧୀରେ ଗଠନ ହୋଇଥାଏ, ଜୀବନ ଧୀରେ ଧୀରେ ବିସ୍ତାର କରେ, ସଭ୍ୟତା ଧୀରେ ଧୀରେ ଆଗକୁ ବଢ଼େ, ଆଉ ତାପରେ ଜ୍ଞାନର ବିସ୍ଫୋରଣ ହୁଏ। ଯେତେବେଳେ ବୈଜ୍ଞାନିକମାନେ ପ୍ରଥମେ ବିଶାଳ ଟେଲିସ୍କୋପ ସାହାଯ୍ୟରେ ଆକାଶକୁ ଦେଖିଲେ, ସେମାନେ ଜାଣିଲେ ଯେ ତାରାଗୁଡ଼ିକ ଗୋଷ୍ଠୀରେ ବାଣ୍ଟି ହୋଇଛନ୍ତି ଏବଂ ଆହୁରି ଗୋଷ୍ଠୀଗୁଡ଼ିକ ବଡ଼ ବଡ଼ ଗୋଷ୍ଠୀରେ ବାଣ୍ଟି ହୋଇଛନ୍ତି। ବ୍ରହ୍ମାଣ୍ଡ ଏକ ଜାଲ ପରି, ଏଥିରେ କୋଟି କୋଟି ଗ୍ୟାଲେକ୍ସି ଏକ ଶୃଙ୍ଖଳିତ ଢଙ୍ଗରେ ସଜାଯାଇଛି ଏବଂ ଆମେ ସେହି ଜାଲର ଏକ ଅଂଶ ଅଟୁ। ଲେଖକ ଆହୁରି ମଧ୍ୟ ବ୍ୟାଖ୍ୟା କରିଛନ୍ତି ଯେ ବ୍ରହ୍ମାଣ୍ଡ କେବଳ ବାହାରରେ ନାହିଁ, ଏହା ଆମ ଭିତରେ ମଧ୍ୟ ଅଛି। ଆମର ଚିନ୍ତାଧାରା, ଆମର ସଭ୍ୟତା, ଆମର କୌତୂହଳ ସବୁକିଛି ସମାନ ଷ୍ଟାରଡରରୁ ଉତ୍ପନ୍ନ ହୋଇଛି। ମାନବ ମନ ଯେତେ ଯେତେ ବ୍ରହ୍ମାଣ୍ଡକୁ ବୁଝିଲା, ସେଥିରୁ ଗୋଟିଏ ଜିନିଷ ବହୁତ ସ୍ପଷ୍ଟ ହୋଇଯାଇଛି ଯେ ଯଦି ପ୍ରକୃତି ଏଠାରେ ଜୀବନକୁ ଜନ୍ମ ଦେଲା, ତେବେ ଏହାକୁ ଅନ୍ୟ କୌଣସି ସ୍ଥାନରେ ଜନ୍ମ ଦେବାକୁ କିଏ ଅଟକାଇଲା। ଆମେ ଜାଣୁ ଯେ ଜୀବନର ଆବଶ୍ୟକତା କ'ଣ ଅଟେ। ପାଣି, ଶକ୍ତି, ରାସାୟନିକ ପଦାର୍ଥ, ଏକ ସ୍ଥିର ବାୟୁମଣ୍ଡଳ। ଏବଂ ବୈଜ୍ଞାନିକମାନେ ଏକ୍ସପ୍ଲାନେଟ୍ ଖୋଜିବା ସମୟରେ ଏହା ଜଣାପଡ଼େ ଯେ ଏହି ଅବସ୍ଥା ଏତେ ବିରଳ ନୁହେଁ। କେବଳ ଆମ ଗାଲାକ୍ସିରେ କୋଟି କୋଟି ଏମିତି ଗ୍ରହ ଥାଇପାରେ ଯେଉଁଠାରେ ଜୀବନ ସୃଷ୍ଟି ହୋଇପାରୁଥିବ, ହୁଏତ ଆମ ପରି ଉନ୍ନତ କିମ୍ବା ହୁଏତ ଆହୁରି ଅଧିକ ଉନ୍ନତ ହୋଇଥାଇପାରେ। କିନ୍ତୁ ଏକ ଅଦ୍ଭୁତ ନୀରବତା ଅଛି। ଏତେ ବିଶାଳ ବ୍ରହ୍ମାଣ୍ଡ, ତଥାପି କୌଣସି ସଂକେତ ନାହିଁ, କେହି ନାହିଁ, କୌଣସି ସ୍ୱର ନାହିଁ, କୌଣସି ବାର୍ତ୍ତା ମଧ୍ୟ ନାହିଁ। ସେମାନେ କ'ଣ ଆମକୁ ଅଣଦେଖା କରୁଛନ୍ତି? ନା ଆମେ ଏତେ ନୂଆ ଯେ ସେମାନଙ୍କୁ ଆମର ଖବର ମଧ୍ୟ ନାହିଁ? ଏବଂ ହୁଏତ ସବୁଠାରୁ ବଡ଼ ପ୍ରଶ୍ନ, କ'ଣ ଉନ୍ନତ ସଭ୍ୟତା ଅଧିକ ଦିନ ପର୍ଯ୍ୟନ୍ତ ସ୍ଥାୟୀ ହୁଏ ନାହିଁ ନା କ'ଣ? ମାନବ ଇତିହାସ ଦର୍ଶାଏ ଯେ ସଭ୍ୟତା ନିଜକୁ ନଷ୍ଟ କରିପାରେ, ଯୁଦ୍ଧ, ଲୋଭ, ପ୍ରଯୁକ୍ତିର ଅପବ୍ୟବହାର ମାଧ୍ୟମରେ। ଯଦି ଏହା ଏକ ମହାଜାଗତିକ ନିୟମ, ତେବେ ହୁଏତ ସଭ୍ୟତା ସୃଷ୍ଟି ହୁଏ, ଚମକିଥାଏ, ଆଉ ତାପରେ ହଠାତ୍ ଉଭାନ ହୋଇଯାଏ। ତାରାମାନଙ୍କ ମଧ୍ୟରେ ଅନ୍ଧ ଭାବରେ ଝଲସୁଥିବା ଏକ କ୍ଷୁଦ୍ର ଶିଖା ପରି। ବ୍ରହ୍ମାଣ୍ଡର ଏହି ଉତ୍ପତ୍ତି ସମୟରେ ଆମେ ଆମର ନିଜର ଭବିଷ୍ୟତର ଛାୟା ଦେଖୁ। ଆମେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଅନ୍ଧବିଶ୍ୱାସ ଶକ୍ତିଶାଳୀ ପ୍ରାଣୀ ଭାବେ ହୋଇଛୁ, ଆଉ ସେତିକି ଭାଙ୍ଗିଯିବାର ଭୟ ମଧ୍ୟ ରହିଛି। ଆମେ ଆମର ପୃଥିବୀକୁ ରକ୍ଷା କରିପାରିବା କିମ୍ବା ଏହାକୁ ସବୁଦିନ ପାଇଁ ପରିବର୍ତ୍ତନ ମଧ୍ୟ କରିପାରିବା। ଏବଂ ତାପରେ ଅନୁଭବ ହୁଏ ଯେ ସମଗ୍ର ବ୍ରହ୍ମାଣ୍ଡରେ ହୁଏତ କେବଳ ଗୋଟିଏ ସଭ୍ୟତା ଏବେ କଥା କହିପାରିବ, କେବଳ ଗୋଟିଏ ପ୍ରଜାତି ଏହାକୁ ପ୍ରଶ୍ନ କରିପାରିବ, ଏବଂ ତାହା ହେଉଛି ଆମ ସଭ୍ୟତା। ତେଣୁ ଆମେ କ'ଣ ଏହି ସୁଯୋଗକୁ ହାତଛଡ଼ା କରିପାରିବା? କ'ଣ ଆମେ ଏହାକୁ ବ୍ୟବହାର କରି ଶାନ୍ତିପୂର୍ଣ୍ଣ ଭାବରେ ଆଗକୁ ବଢ଼ିପାରିବା, ନା ନିଜ ଦ୍ୱାରା ସୃଷ୍ଟି କରିଥିବା ଏ ବିପଦରେ ଫସିଯିବା, ଆଉ ନା ଏଠାରେ ସ୍ଥିର ହୋଇଯିବା? କାର୍ଲ ସାଗାନ ଏଠାରେ ଆମକୁ ଏକ ଦର୍ପଣ ଦେଖାଉଛନ୍ତି, ଏକ ଏମିତି ଦର୍ପଣ ଯେଉଁଥିରେ ଆମେ ଆମର ଦୁର୍ବଳତା ଏବଂ ଆମର ଅସାଧାରଣ କ୍ଷମତାକୁ ମଧ୍ୟ ଦେଖିଥାଉ। ଶେଷରେ ବ୍ରହ୍ମାଣ୍ଡ ମାଧ୍ୟମରେ ସମଗ୍ର ଯାତ୍ରା ଅତି ସରଳ ଅଟେ, କିନ୍ତୁ ଅତି ଗଭୀର ସଭ୍ୟତାରେ ଆସି ଅଟକିଯାଏ। ଆମେ ତାରାମାନଙ୍କର ଧୂଳି ଅଟୁ। ଆମେ ସେହି ପରମାଣୁ ଅଟୁ ଯାହା ତାରାମାନଙ୍କୁ ଆଲୋକିତ କରିଥିଲା, ଯାହା ଗ୍ରହଗୁଡ଼ିକୁ ଗଠନ କରିଥିଲା ଏବଂ ଯାହା ଏହି ଜୀବନକୁ ସୃଷ୍ଟି କରିଥିଲା। କିନ୍ତୁ ଆମେ କେବଳ ପଦାର୍ଥ ନୁହେଁ, ଆମେ ଚେତନା। ଆମେ ସେହି ବ୍ରହ୍ମାଣ୍ଡ ଯେ ପ୍ରଥମ ଥର ପାଇଁ ନିଜକୁ ବୁଝିବାକୁ ଚେଷ୍ଟା କରୁଛି। ପରବର୍ତ୍ତୀ ସମୟରେ ଯେତେବେଳେ ତୁମେ ରାତିରେ ଆକାଶକୁ ଦେଖିବ, ସେତେବେଳେ ଏହା ଭାବିବ ନାହିଁ ଯେ ତୁମେ କେବଳ ତାରାମାନଙ୍କୁ ଦେଖୁଛ ବୋଲି। ତୁମେ ତୁମର ଘରକୁ ଦେଖୁଛ, ତୁମର ଅତୀତ, ତୁମର ଭବିଷ୍ୟତ ଏବଂ ତୁମର ଅନ୍ୟତ୍ର ଜନ୍ମ ନେଇଥିବା ଅଗଣିତ ସଭ୍ୟତାର କାହାଣୀକୁ ମଧ୍ୟ ଦେଖୁଛ। ଏହି ବ୍ରହ୍ମାଣ୍ଡ ବିଶାଳ, ଟିକେ ଭୟଙ୍କର, କିନ୍ତୁ ଅବିଶ୍ୱସନୀୟ ଭାବେ ବହୁତ ସୁନ୍ଦର ଅଟେ। ଆମର କାହାଣୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମେ କେବଳ ପ୍ରଥମ କିଛି ତରଙ୍ଗ ଅନୁଭବ କରିଛୁ, ସେହି ମହାଜାଗତିକ ସମୁଦ୍ରର। ବନ୍ଧୁଗଣ, କାର୍ଲ ସାଗାନଙ୍କର ଏହି ପୁସ୍ତକ ଏକ କଠୋର କିନ୍ତୁ ଏକ ସଚ୍ଚୋଟ ସତ୍ୟ ପ୍ରକାଶ କରେ ଯେ ମଣିଷ ଈଶ୍ୱରଙ୍କର ଆଦେଶ ଦ୍ୱାରା ସୃଷ୍ଟି ହୋଇନାହିଁ, କି କୌଣସି ଦିବ୍ୟ ମୂର୍ତ୍ତିକାର ତାଙ୍କ ହାତରେ ଆମକୁ ଖୋଦନ କରିନାହାନ୍ତି। ଆମେ ରସାୟନର ଏକ ଧୀର
ଜିଦି ଏବଂ ଆଶ୍ଚର୍ଯ୍ୟଜନକ ପ୍ରକ୍ରିୟାର ଫଳାଫଳ ଅଟୁ। ମଣିଷ ହେଉଛି କୋଟି କୋଟି ବର୍ଷର ପରୀକ୍ଷଣ, ତ୍ରୁଟି, ପରିବର୍ତ୍ତନ ଆଉ ବିବର୍ତ୍ତନର କାହାଣୀ। ଏଠାରେ ଲେଖକ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ପୃଥିବୀ, ଏହି ସୂର୍ଯ୍ୟ, ଏହି ନକ୍ଷତ୍ର ଗୁଡ଼ିକ କୌଣସି ଦିବ୍ୟ ଶକ୍ତିର ନିର୍ଦ୍ଦେଶରେ ନୁହେଁ, ବରଂ ପ୍ରକୃତିର ନିୟମ ଦ୍ୱାରା କାର୍ଯ୍ୟ କରନ୍ତି। ଏକ ଏମିତି ନିୟମ ଯାହା ନା କୌଣସି ପ୍ରାର୍ଥନା ଦ୍ୱାରା ବଦଳିଥାଏ, ନା କୌଣସି ଇଚ୍ଛା ଦ୍ୱାରା ନଇଁଥାଏ। ଏବଂ ସ୍ପଷ୍ଟ ଭାବରେ କହିବାକୁ ଗଲେ ଏହି ସତ୍ୟ କୌଣସି ଆଶ୍ଚର୍ଯ୍ୟ କରିଦେଲା ପରି ଅଧିକ ସୁନ୍ଦର ଏବଂ ଅଧିକ ସଚୋଟ ମଧ୍ୟ ଅଟେ। କାହିଁକିନା ଯେତେବେଳେ ଆପଣ ବୁଝିଯିବେ ଯେ ବ୍ରହ୍ମାଣ୍ଡ ଆପେ ଆପେ ସୃଷ୍ଟି ହୋଇଛି ବୋଲି, ସେତେବେଳେ ଆପଣ ଏହା ମଧ୍ୟ ବୁଝିଯିବେ ଯେ ଏହାର ଅସଲ ଯାଦୁଗର ବିଜ୍ଞାନ ହିଁ ଅଟେ। ତ ଦର୍ଶକ ବନ୍ଧୁ, ବିଶ୍ୱ ବ୍ରହ୍ମାଣ୍ଡ, ମାନବ ଜୀବନ ଏବଂ ପୃଥିବୀର ସୃଷ୍ଟିକୁ ନେଇ ଆମର ଏହି ଉପସ୍ଥାପନା ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଏବଂ ଚିନ୍ତନ ଟିଭିକୁ ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରିନେବେ। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।